ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଶାନ୍ତି ପ୍ରାପ୍ତ ହେବ। ଅନେକ ଦିନରୁ ଯଦି ମାନସିକ ଅଶାନ୍ତି କିଛି ଚାଲୁଥିଲା ତ ତାହାର ସମାଧାନର ରାସ୍ତାଟିଏ ଖୋଲିପାରେ। ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣ ଆପଣଙ୍କ ନିଜ ପରିଶ୍ରମର ଉତ୍ତମ ପରିଣାମ ପ୍ରାପ୍ତ କରିବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମେଳାପ ବଢ଼ିବ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ ଓ ଏହା ଆପଣଙ୍କ ଲାଗି ଶୁଭ ରହିବ। ଆଜି ଆପଣ ନିଜକୁ ଉର୍ଜାଭର ଅନୁଭବ କରିବେ। ବ୍ୟବସାୟ ଅନ୍ୟ ସହରରେ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି କିମ୍ବା ବ୍ୟବସାୟକୁ ବଢ଼ାଇବା ଲାଗି କୌଣସି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବଢ଼ିଆ ରହିବ। କୌଣସି ଅଟକି ରହିଥିବା କାର୍ଯ୍ୟ ଆଗେଇବ। ବ୍ୟକ୍ତିଗତ ଜୀବନ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ଭଲ ହିଁ ରହିବ। ବ୍ୟବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ପାରିବାରିକ ଜୀବନ ସୁଖମୟ ହେବ। ଭାଗ୍ୟ ବଦଳାଇବା ପାଇଁ ସମୟ ଶୁଭ। ପାରିବାରିକ ଜୀବନରେ ସୁଖ ଶାନ୍ତିରେ ବୃଦ୍ଧି ଦେଖିବାକୁ ମିଳିବ। ଆଜି ବ୍ୟୟର ପରିମାଣ କମିବ। କିଛି ଶୁଭ ଖବର ପ୍ରାପ୍ତ କରିବେ। ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କ ବୃଦ୍ଧି ପାଇବ। ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଶାନ୍ତି ପ୍ରାପ୍ତ ହେବ। ଅନେକ ଦିନରୁ ଯଦି ମାନସିକ ଅଶାନ୍ତି କିଛି ଚାଲୁଥିଲା ତ ତାହାର ସମାଧାନର ରାସ୍ତାଟିଏ ଖୋଲିପାରେ। ଯାହା ବି କାମ କରିବେ ସଫଳତା ମିଳିବ। ଔଷଧ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ। ଦିନଯାକ ପରିବାର ଲୋକଙ୍କ ସହିତ ମୌଜ ମସ୍ତିରେ ସମୟ କଟିବ। ଆର୍ଥିକ ସ୍ଥିତି ମଜବୁତ ରହିବ। ପୂର୍ବ ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରି ଖୁସି ହେବେ। କର୍ମକ୍ଷେତ୍ର ସହଜ ସରଳ ଓ ଆନନ୍ଦପ୍ରଦ ରହିବ। ବିଦ୍ୟାର୍ଥୀମାନେ ପାଠପଢ଼ା ପ୍ରତି ମନୋନିଯୋଗ କରିବେ। କିଛି ଦାୟିତ୍ୱ ଓ ଅଧିକାର ବଢ଼ିବ। ମାନ ସମ୍ମାନରେ ବୃଦ୍ଧି ହେବ। ମନ ପବିତ୍ର ରହିବ। ଧାର୍ମିକ ସ୍ୱଭାବର ହେବେ। ଆଜିର ସମ୍ପୂର୍ଣ୍ଣ ଦିନଟି ମନରେ ଆନନ୍ଦ ଅନୁଭବ କରିବେ। ଷ୍ଟୁଡେଣ୍ଟମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣ କଥା କହିବାରେ ଆଜି କୁଶଳ ଜଣାଯିବେ। କୌଣସି ଗୋଟିଏ ସମାରୋହ ଆଦିକୁ ବୁଲିବାକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ହିଁ ଶୁଭ। ସାମାଜିକ ଉତ୍ସବରେ ସହଯୋଗ କରିବେ। ସାହିତ୍ୟିକଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ସଙ୍ଗୀତ ଶୁଣିବା ପ୍ରତି ରୁଚି ବଢ଼ିବ। ବ୍ୟବସାୟର ଉନ୍ନତି ଲାଗି ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ସକାରାତ୍ମକ ଭାବନାରେ ରୁହନ୍ତୁ। କାମ କରିବା ସହଜ ହେବ। ଆଜି ଆପଣଙ୍କର ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। କାରବାରର ବିସ୍ତାର ଲାଗି କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା ମିଳିବ। ସମ୍ପୂର୍ଣ୍ଣ ଦିନଟି ମନରେ ପ୍ରସନ୍ନତା ରହିବ। ପାରିବାରିକ ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହେବ। କୌଣସି ବଡ଼ କମ୍ପାନୀରେ ଚାକିରି ଲାଗି ପ୍ରସ୍ତାବ ମିଳିବ। ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ। ନିଜଠାରୁ ଦୂର ହୋଇଥିବା ବନ୍ଧୁଙ୍କୁ ମନାଇବାରେ ଆଜି ଆପଣ ସଫଳ ରହିବେ। ଆର୍ଥିକ ଦୃଷ୍ଟିରୁ ଆଜିର ଦିନଟି ଉତ୍ତମ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। ପରିବାର ମଧ୍ୟରେ ସ୍ନେହରେ ବୃଦ୍ଧି ହେବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନୋନିଯୋଗ କରିବେ। ସମ୍ପୂର୍ଣ୍ଣ ଦିନଟି ଆଜି ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ। ନିଜ ପାଇଁ ଯେତିକି ଆନନ୍ଦ ନ ରହିବେ ଆପଣଙ୍କ ସନ୍ତାନମାନଙ୍କ ତରଫରୁ ଅଧିକ ଆନନ୍ଦ ପ୍ରାପ୍ତ କରିବେ। ଦୂରରେ ରହୁଥିବା ଆପଣଙ୍କର ଭାଇ ଭଉଣୀ କିମ୍ବା ଆପଣଙ୍କର ପରିବାରର କୌଣସି ବ୍ୟକ୍ତିଙ୍କଠାରୁ କୌଣସି ଶୁଭ ଖବର ପାଇ ଆପଣ ଆନନ୍ଦିତ ରହିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୁଲାବୁଲି କରିବାର ପ୍ଲାନ୍ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଶାନ୍ତି ପ୍ରାପ୍ତ ହେବ। ଅନେକ ଦିନରୁ ଯଦି ମାନସିକ ଅଶାନ୍ତି କିଛି ଚାଲୁଥିଲା ତ ତାହାର ସମାଧାନର ରାସ୍ତାଟିଏ ଖୋଲିପାରେ। ତେବେ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଳ୍ପ ସାବଧାନ ରହିବାର ଅଛି। ଫାଷ୍ଟଫୁଡ୍ ଓ ଜଙ୍କ ଫୁଡ୍ ପରି ଖାଦ୍ୟ କିମ୍ବା ଏପରି ଖାଦ୍ୟ ଯାହାକି ଆପଣଙ୍କ ଲାଗି ଖରାପ ହୋଇଥାଏ ତ ଆଜି ସେଥିରୁ ଦୂର ହିଁ ରହିବାକୁ ପଡ଼ିବ। କାରଣ ଆଜି ଆପଣଙ୍କର ସ୍ୱାସ୍ଥ୍ୟ କିଛି ଖରାପ ରହିପାରେ। ସେଥିପାଇଁ ଖାଦ୍ୟକୁ ନେଇ ସତର୍କତା ଅବଲମ୍ବନ କରନ୍ତୁ। ବାକି ପ୍ରତ୍ୟେକ କ୍ଷେତ୍ର ଭଲ ହିଁ ରହିବ। ଦେହ ସାମାନ୍ୟ ଅସୁସ୍ଥ ରହିବ। ଚିଡ଼ିଚିଡ଼ା ସ୍ୱଭାବ ପ୍ରକାଶ ପାଇବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ। ପାରିବାରିକ ବିଶୃଙ୍ଖଳା ଦେଖାଦେବ। ପଡ଼ୋଶୀଙ୍କ ସହ ମତାନ୍ତର ଓ ମନାନ୍ତର ଦେଖାଦେବ। ଯାତ୍ରାଦିରେ ବିପଦ ଅଛି, ସେଥିପାଇଁ ସାବଧାନ ରୁହନ୍ତୁ। ପ୍ରତ୍ୟେକଟି କାର୍ଯ୍ୟ ଆଜି ସତର୍କତାପୂର୍ଣ୍ଣ କରନ୍ତୁ। ସନ୍ଦେହ ଭିତରେ ପଡ଼ି ଅପଦସ୍ଥ ହେବେ। ବ୍ୟସ୍ତତା ବଢ଼ିବାରୁ ବିଚଳିତ ହେବେ। କିଛି ଅପ୍ରିୟ ପରିସ୍ଥିତି ସୃଷ୍ଟି ହେବ। ଅପବାଦର ଯୋଗ ରହୁଅଛି। ସେଥିପାଇଁ ଆଜି ଆପଣ କୁସଙ୍ଗ, ଖରାପ ଅଭ୍ୟାସ ଓ ଖରାପ ମିତ୍ରମାନଙ୍କଠାରୁ ଦୂରେଇ ରୁହନ୍ତୁ। ଅକାରଣରେ ଫସି ପାରନ୍ତି। ଦୋଷ ନଥାଇ ମଧ୍ୟ ନିନ୍ଦାର ସମ୍ମୁଖୀନ ହେବେ। ଆଜି ଯେଉଁ ବି କାର୍ଯ୍ୟ ହାତକୁ ନେବେ ତାହା ସଫଳ କରିବାରେ କିଛି ନା କିଛି ବାଧା ଉପୁଜିବ। ମନ ବ୍ୟାକୁଳ ରହିବ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ରହିଛି। କାରଣ କିଛି ଛୋଟମୋଟ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ। ଉଦର ପୀଡ଼ା ଭୋଗ କରିପାରନ୍ତି। ମନର ଅବସ୍ଥା ଭଲ ରହିବ ନାହିଁ।
ଚାପରେ ପଡ଼ି ବ୍ୟସ୍ତ ରହିବେ। ଇଚ୍ଛା ନଥାଏ ବାଧ୍ୟବଶତଃ କୌଣସି ଗୋଟିଏ କାର୍ଯ୍ୟ କରିବାକୁ ପଡ଼ିପାରେ। ପର ପାଇଁ କାର୍ଯ୍ୟ କରି ନିନ୍ଦିତ ହେବେ। ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ ଘଟିବ। ବିଚାର ନ କରି କାର୍ଯ୍ୟ କରିବେ, ହେଲେ ହଇରାଣ ହେବେ। ବ୍ୟାପାରୀମାନଙ୍କ ଲାଗି ଦିନଟି ସାଧାରଣ ରହିବ। ଆୟ ପୂର୍ବ ଭଳି ରହିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ ନୁହେଁ। ଚାକିରିଆଙ୍କ ଲାଗି ଦିନଟି ମିଳାମିଶାପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀମାନେ ନିଜର କ୍ୟାରିୟର ଲାଗି ଶିକ୍ଷକଙ୍କ ପରାମର୍ଶ ଲୋଡ଼ିବେ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ସାଧାରଣ ରହିବ। ନାହିଁ ଅଧିକ ଭଲ ଓ ନାହିଁ ଅଧିକ ଖରାପ। କୌଣସି ଖବର ପାଇଁ ମନ ବିଚଳିତ ହୋଇପାରେ। ଅର୍ଥ ଦେଣନେଣ ବ୍ୟାପାରରେ ସାବଧାନ ରୁହନ୍ତୁ। ଭାଗିଦାରୀ କାର୍ଯ୍ୟରେ ଆଜି ଆପଣ ଅର୍ଥ ନିବେଶ କରନ୍ତୁ ନାହିଁ। ଅଳ୍ପ ଭାବପ୍ରବଣ ରହିବେ। ସେଥିପାଇଁ ମଧ୍ୟ ଅଧିକ ସତର୍କ ରହିବାର ଅଛି। ବ୍ୟବସାୟିକ କାମରେ ଦୂରଯାତ୍ରାକୁ ଯିବେ। ଆଜି ଅଯଥା ଖର୍ଚ୍ଚରେ ବୃଦ୍ଧି ଦେଖିବାକୁ ମିଳିବ, ତ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସାମାନ୍ୟ ଆଳସ୍ୟ ଅନୁଭବ କରିପାରନ୍ତି। ଅର୍ଥାଭାବର ଆଭାସ ମିଳିବ। ମାନସମ୍ମାନ ଉପରେ ଆଞ୍ଚ ଆସିପାରେ। ସେଥିପାଇଁ ଆପଣ ଖରାପ ମିତ୍ର ଓ କୁସଙ୍ଗଠାରୁ ଆଜି ସମ୍ପୂର୍ଣ୍ଣ ଭାବରେ ଦୂରେଇ ରୁହନ୍ତୁ, ନାହିଁ ତ ସମସ୍ୟା ବଢ଼ିପାରେ। ମନ ମୁତାବକ କାର୍ଯ୍ୟ କରିବାରେ କିଛି ବାଧା ଆସିପାରେ। ଶାରୀରିକ ସଚେତନତାର ଆବଶ୍ୟକତା ରହିଛି, କାରଣ କିଛି ଛୋଟମୋଟ ଶାରୀରିକ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଆପଣ ପାଣିପାଗ ଅନୁଯାୟୀ ଖାଦ୍ୟପେୟ ଉପରେ ସାବଧାନତା ଅବଲମ୍ବନ କରନ୍ତୁ। ତେବେ ଦାମ୍ପତ୍ୟ ଜୀବନ ଭଲ ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁରତା ବଜାୟ ରହିବ। ପିତାପୁତ୍ରଙ୍କ ସମ୍ପର୍କ ସୁଦୃଢ଼ ହେବ। ଧୈର୍ଯ୍ୟ ହେତୁ ପୁରସ୍କାର ପାଇବେ। ବିଫଳତାରେ ମଧ୍ୟ ଲାଭପ୍ରାପ୍ତ କରିବେ। ଧାର୍ମିକ ଯାତ୍ରା ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ। ଆଜି ନିଜ ପାଇଁ ଚିନ୍ତା କରିବାର ଦିନଟିଏ। କୌଣସି ଅପ୍ରିୟ ପରିସ୍ଥିତିରେ ପଡ଼ିପାରନ୍ତି। ସେଥିପାଇଁ ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଧୈର୍ଯ୍ୟ ଓ ବିବେକପୂର୍ଣ୍ଣ ଭାବରେ କରିବାର ଅଛି। କେହି ଆପଣଙ୍କର ବିରୁଦ୍ଧାଚରଣ କରିପାରେ। ଅଯଥା ଅର୍ଥବ୍ୟୟ ଘଟିପାରେ। କାହାକୁ ବି ଆର୍ଥିକ ଦେଣନେଣ କାର୍ଯ୍ୟରେ ଆଜି ଆପଣ ସାମିଲ ହୁଅନ୍ତୁ ନାହିଁ। ଛାତ୍ରଙ୍କୁ କୌଣସି ଶୁଭ ସମାଚାର ମିଳିବାର ସମ୍ଭାବନା ବନୁଅଛି। ଆଗକୁ ବଢ଼ିବାର ଦିନଟିଏ। ରାଜନୀତିରେ ସୀମା ବଢ଼ାଇବେ। ଅପରିଚିତଙ୍କ ସହିତ ସମ୍ପର୍କ ହେବ, ଯାହାଦ୍ୱାରା ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ। ବ୍ୟାପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ଦେବଦର୍ଶନର ଯୋଗ ରହୁଅଛି। ଆପଣଙ୍କର ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। କିଛି ଶୁଭ ଖବର ପ୍ରାପ୍ତ କରିବେ। ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କ ବୃଦ୍ଧି ପାଇବ। ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଶାନ୍ତି ପ୍ରାପ୍ତ ହେବ। ଅନେକ ଦିନରୁ ଯଦି ମାନସିକ ଅଶାନ୍ତି କିଛି ଚାଲୁଥିଲା, ତ ତାହାର ସମାଧାନର ରାସ୍ତାଟିଏ ଖୋଲିପାରେ। ଆପଣଙ୍କୁ କୌଣସି ମହତ୍ତ୍ୱପୂର୍ଣ୍ଣ ସମାଚାର ମିଳିବ। ବ୍ୟାପାର ବାଣିଜ୍ୟରେ ଉନ୍ନତି ହେବ। ଗୃହକୁ ବନ୍ଧୁ ଆଗମନ ହେବ। ଧାର୍ମିକ ଯାତ୍ରାର ଯୋଗ ବନୁଅଛି। କୌଣସି ଧର୍ମସ୍ଥାନକୁ ଯାତ୍ରା କରିବେ। ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କୌଣସି ସୁଯୋଗ ମିଳିବା ହେତୁ ଧନ ଲାଭ ହେବ। ଅଫିସରେ କୌଣସି ସିନିୟର୍ସଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୁରା ହୋଇଯିବ। ଗୃହକୁ ବନ୍ଧୁ ଆଗମନ ହେବ। ଧାର୍ମିକ ଯାତ୍ରାର ଯୋଗ ବନୁଅଛି। କୌଣସି ଧର୍ମସ୍ଥାନକୁ ଯାତ୍ରା କରିବେ। ଆପଣଙ୍କ ପାଇଁ ଆଜିର ଦିନଟି ଏକ ଭିନ୍ନ ଅନୁଭବ ଓ ଏକ ଭିନ୍ନ ଅନୁଭୂତିର ଦିନ ରହିବ, ଯାହାକି ନିଜ ଜୀବନସାଥୀଙ୍କ ସହ ଥିବା ମତଭେଦ, ମତଦ୍ୱନ୍ଦ୍ୱ, ମତମତାନ୍ତର, କଳି ଝଗଡ଼ା ଆଦି ସବୁ ଦୂରେଇ ଯିବ। ଅନ୍ୟ ପ୍ରତି ଭଲ ପାଇବାରେ ବୃଦ୍ଧି ହେବ। ଭାଙ୍ଗି ଯାଇଥିବା ସମ୍ପର୍କ ଯୋଡ଼ି ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତିରେ ବୃଦ୍ଧି ଦେଖିବାକୁ ମିଳିବ। ଆଜି ବ୍ୟୟର ପରିମାଣ କମିବ। କିଛି ଶୁଭ ଖବର ପ୍ରାପ୍ତ କରିବେ। ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କ ବୃଦ୍ଧି ପାଇବ। ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଶାନ୍ତି ପ୍ରାପ୍ତ ହେବ। ଅନେକ ଦିନରୁ ଯଦି ମାନସିକ ଅଶାନ୍ତି କିଛି ଚାଲୁଥିଲା, ତ ତାହାର ସମାଧାନର ରାସ୍ତାଟିଏ ଖୋଲିପାରେ। କର୍ମଜୀବନରେ ରାସ୍ତା ଉନ୍ମୁକ୍ତ ହେବ। କେହି ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଆଜିର ଦିନଟି ଆପଣଙ୍କ ଲାଗି ସ୍ୱପ୍ନ ଓ ଆଶା ସାର୍ଥକ ହେଲା ପରି ଦିନଟିଏ। ସୁଖ ଓ ସୌଭାଗ୍ୟର ବୃଦ୍ଧି ହେବ। ଚାକିରି ପେଶା ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ। ସ୍ଥଗିତ ଥିବା କାର୍ଯ୍ୟ ଅତି ଶୀଘ୍ର ପୂରା ହୋଇଯିବ। ସଙ୍ଗୀତ ଶୁଣିବାକୁ ମନରେ ଆଗ୍ରହ ବଢ଼ିବ। ଜୀବନସାଥୀଙ୍କର ବ୍ୟବହାର ପ୍ରେମଭରା ରହିବ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ ରହିବ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ଭଲ ହିଁ ରହିବ। ପୂର୍ବ ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହିତ ସମ୍ପନ୍ନ କରିପାରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଧାର୍ମିକ ଯାତ୍ରା କରିପାରନ୍ତି। ମନ ଈଶ୍ୱର ଅଭିମୁଖୀ ହେବ। ଆଜି ସଙ୍ଗୀତ ଶୁଣିବାକୁ ମନରେ ଆଗ୍ରହ ବଢ଼ିବ। କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଉନ୍ନତି ପାଇଁ ଭିନ୍ନ ଭିନ୍ନ ରାସ୍ତା ସାମ୍ନାକୁ ଆସିବ। ଚାକିରିଆଙ୍କୁ କାମଧନ୍ଦାରେ ଲାଭ ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ।
ଯୋଗବାନ ଅଛି। କୌଣସି ଧର୍ମସ୍ଥାନକୁ ଯାତ୍ରା କରିବେ, ସମ୍ପୂର୍ଣ୍ଣ ଦିନଟି ହସ ଖୁସିରେ କଟିବ। ମହିଳାମାନେ ଗୃହ ନିପୁଣ ରହିବେ, ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବେ। ବ୍ୟାପାର ବୃଦ୍ଧି ଲାଗି ଯାତ୍ରା କରିବାକୁ ପଡ଼ିପାରେ। ମହିଳାମାନଙ୍କୁ ପରିଶ୍ରମର ବଳ ଉପରେ ସଫଳତା ମିଳିବ। ଆଜି ଆପଣଙ୍କର ଅଧିକତର କାମ ସମ୍ପୂର୍ଣ୍ଣ ହେବ। ଆପଣଙ୍କ ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ। ଜୀବନସାଥୀଙ୍କ ସହିତ କୌଣସି ବିଷୟ ଉପରେ ଆଲୋଚନା କରିବେ। ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ବ୍ୟକ୍ତିତ୍ୱର ବିକାଶ ହେବ। ଚାକିରି ସମ୍ବନ୍ଧିତ ମନୋକାମନା ପୂରଣ ହେବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଯଥେଷ୍ଟ ଲାଭପ୍ରାପ୍ତ କରିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଚାକିରି ବୃତ୍ତିରେ ଉନ୍ନତି ହେବ। ଆପଣଙ୍କର ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ ଏବଂ ଏହା ଏମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନୋନିଯୋଗ କରିବେ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ଭଲ ହିଁ ରହିବ। ଆର୍ଥିକ ଦିଗଟି ବହୁତ ବଢ଼ିଆ ରହିବ। କୌଣସି ଏକ ନୂଆ କାର୍ଯ୍ୟର ଆରମ୍ଭ ହେବ। କୌଣସି ଦୀର୍ଘ ଦିନର ଇଚ୍ଛା ଚରିତାର୍ଥ ହେବ। ବ୍ୟାପାରୀମାନଙ୍କୁ ଅଧିକରୁ ଅଧିକ ଲାଭ ଦେଖିବାକୁ ମିଳିବ। ସୁଖାଦ୍ୟ ଭୋଜନର ଅବସର ପ୍ରାପ୍ତ କରିବେ। କୌଣସି ଗୋଟିଏ କାର୍ଯ୍ୟ ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ଥିଲା, ସେଥିରୁ ନିସ୍ତାର ପାଇବେ। ବନ୍ଧୁମାନଙ୍କର ଗହଣରେ ସମୟ କାଟିବେ। ଘରେ କମ୍ ଓ ବାହାରେ ଅଧିକ ସମୟ କଟିପାରେ। ଧାର୍ମିକ ଯାତ୍ରାମାନଙ୍କର ଯୋଗବାନ ଅଛି। କୌଣସି ଏକ କାର୍ଯ୍ୟ ଯାହା ବହୁତ ଦିନରୁ ଅଟକି ରହିଥିଲା, ତାହା ପୁନଃ ଆରମ୍ଭ ହେବ। ପୂର୍ବ ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ। ଭାଗ୍ୟର ସହଯୋଗ ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରଦାନ କରିବ। ବନ୍ଧୁ ସହଯୋଗ ପ୍ରାପ୍ତ କରିବେ। ପଡ଼ୋଶୀମାନଙ୍କ ସହ ସମ୍ପର୍କରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ମଧୁରତା ଭରା ରହିବ। ପରିବାର ମଧ୍ୟରେ ମତମତାନ୍ତର ଦୂର ହେବ ଓ ସ୍ନେହରେ ବୃଦ୍ଧି ହେବ। ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କଳାକାରଙ୍କୁ ରଚନାତ୍ମକ କାର୍ଯ୍ୟରେ ପ୍ରଶଂସା ମିଳିବ। ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଆପଣଙ୍କର କାମରେ ସବୁ ଲୋକ ଖୁସି ରହିବେ। ନୂଆ ବ୍ୟବସାୟରେ ନିବେଶ କରିପାରନ୍ତି। ନୂଆ ବ୍ୟାପାର ଲାଗି ଯାତ୍ରା ଲାଭପ୍ରଦ ରହିବ। ଜମିରେ ଲାଗି ରହିଥିବା ବିବାଦ ସମାପ୍ତ ହେବ। ଗୃହରେ ପୂଜା ପାର୍ବଣର ମାହୋଲ ରହିବ। ଗୃହକୁ ବନ୍ଧୁ ଆଗମନ ହେବ। ଧାର୍ମିକ ଯାତ୍ରାର ଯୋଗବାନ ଅଛି। କୌଣସି ଧର୍ମସ୍ଥାନକୁ ଯାତ୍ରା କରିବେ। ସମ୍ପୂର୍ଣ୍ଣ ଦିନଟି ହସ ଖୁସିରେ କଟିବ। ମହିଳାମାନେ ଗୃହ ନିପୁଣ ରହିବେ। ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବେ। ଦିନଟି ଆପଣଙ୍କ ଲାଗି ଅନୁକୂଳ ଅଟେ। ଆଗକୁ ବଢ଼ିବାର ଦିନଟିଏ, ନିଜକୁ ପରିବର୍ତ୍ତନ କରିବାର ଦିନଟିଏ। ଆଜି ଆପଣ ଭବିଷ୍ୟତକୁ ନେଇ କୌଣସି ନିର୍ଣ୍ଣୟ ନେଇପାରନ୍ତି। ଆପଣଙ୍କର ପ୍ରତିଷ୍ଠା ବଢ଼ିବ ଓ ଉପହାର ମିଳିପାରେ। ସିନିୟର୍ସଙ୍କ ସହଯୋଗରେ ଆପଣଙ୍କର କୌଣସି ଆଶା ପୂରଣ ହେବ। ଭୂସମ୍ପତ୍ତି କିଣିବା ପାଇଁ ଦିନଟି ଭଲ। ବ୍ୟବସାୟୀମାନଙ୍କ ପାଇଁ ଆଗକୁ ବଢ଼ିବା ଲାଗି ନୂଆ ଦିଗ ପ୍ରାପ୍ତ ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ସାମାଜିକ କାର୍ଯ୍ୟରେ ସହଭାଗିତା କରିବାର ସୁଯୋଗ ପ୍ରାପ୍ତ ହେବ। ଅଟକି ରହିଥିବା ଅର୍ଥ ମିଳିବା ହେତୁ ଆର୍ଥିକ ସ୍ଥିତି ସୁଧୁରିବ। କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ ରହିବ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ଭଲ ହିଁ ରହିବ। ଆର୍ଥିକ ଦିଗଟି ମଜବୁତ ହେବ। ବିଦ୍ୟାର୍ଥୀମାନଙ୍କ ଲାଗି ଦିନଟି ଅନୁକୂଳ ହିଁ ରହିବ। ଧାର୍ମିକ ସ୍ୱଭାବରେ ବୃଦ୍ଧି ଘଟିବ। ଧାର୍ମିକ ଯାତ୍ରାର ବି ଯୋଗ ବନୁଅଛି। ମନ ନିର୍ମଳ ଓ ପବିତ୍ର ସ୍ୱଭାବ ସମ୍ପନ୍ନ ରହିବ। ସମ୍ପୂର୍ଣ୍ଣ ଦିନଟି ମନରେ ପ୍ରସନ୍ନତା ରହିବ। ପ୍ରତ୍ୟେକ କାର୍ଯ୍ୟକୁ ଧୀର ସ୍ଥିର ଓ ଗମ୍ଭୀର ହୋଇ ସଠିକ ରୂପରେ ସମ୍ପାଦନ କରିପାରିବେ। ଅଧିକରୁ ଅଧିକ ଲୋକଙ୍କର ପ୍ରିୟଭାଜନ ହେବେ। କିଛି ନୂଆ ମିତ୍ର ହୋଇପାରନ୍ତି ଓ କୌଣସି ପୁରୁଣା ମିତ୍ରଙ୍କ ସହ ଭେଟ ଆପଣଙ୍କ ମନକୁ ଖୁସିରେ ଭରିଦେବ। ପୁରୁଣା ଚିନ୍ତା ସବୁ ସମାପ୍ତ ହେବ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ ଲାଭ ହେବ। ନୂଆ ଗାଡ଼ି କିଣିବା ଲାଗି ମନ ବଳିବ। ବୈବାହିକ ଜୀବନରେ ମଜବୁତ ଆସିବ। ଅଫିସରେ ଆପଣଙ୍କର ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଖେଳକୁଦ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଲାଭର ସୁଯୋଗ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ। ସମ୍ପୂର୍ଣ୍ଣ ଦିନଟି ହସ ଖୁସିରେ କଟିବ। ମହିଳାମାନେ ଗୃହ ନିପୁଣ ରହିବେ। ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବେ। କୌଣସି ଗୋଟିଏ ମନୋରମ ସ୍ଥାନକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି। ଆଜି ଆପଣ ଭଲ କାମ କରି ଖୁସି ହେବେ। ନିଜ ପାଇଁ ଚିନ୍ତା କରିପାରନ୍ତି। ହଠାତ୍ କୌଣସି ନିଷ୍ପତ୍ତି ବଦଳାଇ ପାରନ୍ତି। ନିଜକୁ ସଜାଡ଼ିବାକୁ ଚେଷ୍ଟା କରିବେ। ନିଜକୁ ପରିବର୍ତ୍ତନ ରୂପରେ ଦେଖିବାକୁ ଚେଷ୍ଟା କରିବେ। ଲୋକମାନେ କିପରି ଆପଣଙ୍କୁ ଅଧିକ ଭଲ ପାଆନ୍ତୁ, ସେପରି କିଛି କାର୍ଯ୍ୟ ଆଜି ଆପଣ କରିପାରନ୍ତି। ନିଜର ଲୋକମାନେ ଯଦି କେହି ଆପଣଙ୍କଠାରୁ ଦୂରେଇ ଯାଇଛନ୍ତି, ତ ଆପଣ ସେମାନଙ୍କ ସହ ନିକଟତର ହେବାକୁ ଚେଷ୍ଟା କରିବେ। ଆଜିର ଦିନଟି ଆପଣଙ୍କ ଲାଗି ନିଶ୍ଚିତ ରୂପେ ସବୁ ଦୃଷ୍ଟିରୁ ଭଲ ହିଁ ରହିବାର ଅଛି। ଆର୍ଥିକ ସ୍ଥିତି ଆହୁରି ମଜବୁତ ହେବ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ସହ ତାଳମେଳ ବହୁତ ବଢ଼ିଆ ରହିବ। ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଶାନ୍ତି ପ୍ରାପ୍ତ ହେବ।
ଅନେକ ଦିନରୁ ଯଦି ମାନସିକ ଅଶାନ୍ତି କିଛି ଚାଲୁଥିଲା ତ ତାହାର ସମାଧାନର ରାସ୍ତାଟିଏ ଖୋଲିପାରେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ପ୍ରାପ୍ତ ହେବ। ଆଜି ଆପଣଙ୍କର ସବୁ କାର୍ଯ୍ୟ ସହଜରେ ପୂରଣ ହେବ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଯଶ ଓ ଖ୍ୟାତିର ବୃଦ୍ଧି ଘଟିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ପରିବାରର ସଦସ୍ୟଙ୍କଠାରୁ କୌଣସି ନୂଆ ଉପହାର ପ୍ରାପ୍ତ ହେବ। ବିଦ୍ୟାର୍ଥୀ ପାଠପଢ଼ା ପ୍ରତି ମନୋନିଯୋଗ କରିବେ। ଧର୍ମକର୍ମ ପ୍ରତି ମନ ବଳିବ। ସାତ୍ତ୍ୱିକ ସ୍ୱଭାବରେ ବୃଦ୍ଧି ଘଟିବ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ଭଲ ହିଁ ରହିବ। ଚାକିରିଙ୍କୁ ଲାଭ ମିଳିବାର ସମ୍ଭାବନା ବନ ଅଛି। ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ଆପଣଙ୍କ ଲାଗି ସଫଳତାର ରାସ୍ତା ଉନ୍ମୁକ୍ତ ରହିଅଛି। କାମ ପ୍ରତି ଆପଣଙ୍କର ପରିଶ୍ରମ ସୁଫଳ ଆଣିବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ସମ୍ଭାବ୍ୟ ସଙ୍କଟ ଦୂର ହେବ। ବଡ଼ଙ୍କ ପରାମର୍ଶରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ଆଜି ଆପଣ ନିଜକୁ ଊର୍ଜାରେ ପରିପୂର୍ଣ୍ଣ ଅନୁଭବ କରିବେ। ଯାହା ଇଚ୍ଛା କରିବେ ତାହା କରିପାରିବେ। ପୂର୍ବ ଯୋଜନା ସଫଳତାର ସହିତ ସମ୍ପନ୍ନ କରିବେ। ନିଜ ପାଇଁ ଗୃହ ନିର୍ମାଣ କ୍ଷେତ୍ରରେ ଆଗ୍ରହୀ ରହିବେ। ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆସିବ। ଆଜିର ସମ୍ପୂର୍ଣ୍ଣ ଦିନଟି ମନ ପ୍ରସନ୍ନ ରହିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ସୁଖ ଓ ସୌଭାଗ୍ୟର ବୃଦ୍ଧି ହେବ। ଚାକିରି ପେଶା ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ। ସ୍ଥଗିତ ଥିବା କାର୍ଯ୍ୟ ଅତିଶୀଘ୍ର ପୂରା ହୋଇଯିବ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅନୁକୂଳ ରହିବ। ଧୈର୍ଯ୍ୟ ଧରି ରହିଲେ ଆରାମ ମିଳିବ। ଗୃହକୁ କୌଣସି ସମ୍ପର୍କୀୟ ଶୁଭ ଖବର ଆଣିକରି ଆସିବେ। ତେବେ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ସହ କଥା ହେବା ସମୟରେ ସଠିକ୍ ଶବ୍ଦ ଚୟନ କରନ୍ତୁ, ନାହିଁ ତ କିଛି ସମସ୍ୟାରେ ପଡ଼ିପାରନ୍ତି। କାରଣ ଆପଣ ଅଯଥାରେ କାହା ସହିତ ବି ଶତ୍ରୁତା ପରି ଆଚରଣ କରିପାରନ୍ତି, ଯେଉଁଥିପାଇଁ କଥାବାର୍ତ୍ତା ସମୟରେ ସାବଧାନ ରହିବେ। ଆପଣଙ୍କର ବିରୁଦ୍ଧ ଆଚରଣ କରିପାରନ୍ତି। ତେବେ ଆପଣ କାହା କଥାରେ ନ ଯାଇ କିମ୍ବା କାହାର ଖରାପ କଥାକୁ ଗୁରୁତ୍ୱ ନ ଦେଇ ଧୈର୍ଯ୍ୟର ସହିତ ସମୟକୁ ଯିବାକୁ ଦିଅନ୍ତୁ ଓ ନିଜ ଉପରେ ବାକ୍ ସଂଯମର ଆଚରଣ କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାକି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ହିଁ ଶୁଭ ରହିବାର ଅଛି। ସ୍ୱାସ୍ଥ୍ୟ ଭଲ ରହିବ। ଧନର ଅଭାବ ବୋଧ ହେବ ନାହିଁ। ଧାର୍ମିକ ସ୍ୱଭାବର ରହିବେ। ଧାର୍ମିକ ଯାତ୍ରାର ବି ଯୋଗ ରହୁଛି। ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ଭଲ ହିଁ ରହିବ। କୌଣସି ନୂଆ ବ୍ୟାପାରରେ ପିତା ଓ ଭାଇଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅତ୍ୟନ୍ତ ହିଁ ଶୁଭ ରହିବ। କ୍ୟାରିୟରରେ ଉନ୍ନତି ଲାଗି ରାସ୍ତା ଖୋଲିବ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ଆଜି ଆପଣଙ୍କର ଊର୍ଜାର ସ୍ତର ବଢ଼ିଆ ରହିବ। ମାତାପିତାଙ୍କ ସହଯୋଗ ପାଇବେ। କୌଣସି ଜରୁରୀ କାମ ପୁରା ହୋଇଯିବ। ଆପଣଙ୍କୁ ଅଚାନକ ଧନଲାଭର ସମ୍ଭାବନା ବନ ଅଛି। ଆଜି ଆପଣଙ୍କ ଲାଗି ସମୟ ଖୁବ୍ ଭଲ। ଭାବିଥିବା ଯୋଜନା ସୁରୁଖୁରୁରେ ସମ୍ପନ୍ନ ହେବ। ବହୁତ ନୂଆ ନୂଆ ଅନୁଭବ କରିପାରନ୍ତି। ଚାକିରିରେ କର୍ତ୍ତୃତ୍ୱ ବଢ଼ିବ। ଧନପ୍ରାପ୍ତିର ସୁନ୍ଦର ଯୋଗ ରହୁଅଛି। ଅଚାନକ ଧନପ୍ରାପ୍ତିର ଯୋଗ ମଧ୍ୟ ରହୁଅଛି। ବ୍ୟବସାୟ ଓ ଚାକିରିରେ ଉଚ୍ଚ ଧରଣର ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ପ୍ରତିଷ୍ଠା ବଢ଼ିବ ଓ ଉପହାର ମିଳିପାରେ। ସିନିୟର୍ସଙ୍କ ସହଯୋଗରେ ଆପଣଙ୍କର କୌଣସି ଆଶା ପୂରଣ ହେବ। ଭୂସମ୍ପତ୍ତି କିଣିବା ପାଇଁ ଦିନଟି ଭଲ। ବ୍ୟବସାୟୀମାନଙ୍କ ପାଇଁ ଆଗକୁ ବଢ଼ିବା ଲାଗି ନୂଆ ଦିଗ ପ୍ରାପ୍ତ ହେବ। ଆପଣଙ୍କ ପଦପ୍ରତିଷ୍ଠା ବଢ଼ିପାରେ। କଳାକାରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ। ଗୃହରେ ଶାନ୍ତି ଓ ସୁଖଦ ବାତାବରଣ ରହିବ। ଆଜି ଆପଣଙ୍କ ଲାଗି ଏକ ଭିନ୍ନ ଅନୁଭୂତି ଓ ଆନନ୍ଦର ଦିନ ରହିବ। ଆଜିର ଦିନରେ ଆପଣ କାହା ସହିତ ନିଜର ସମ୍ପର୍କକୁ ମଜବୁତ କରିପାରନ୍ତି। ପାରିବାରିକ ଜୀବନରେ କିଛି ଆଶା, କିଛି ସ୍ୱପ୍ନ ଚରିତାର୍ଥ ହୋଇପାରେ। ମାନସମ୍ମାନରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ମଧୁରତା ଭରା ରହିବ। ଯାହା ବି ଇଚ୍ଛା କରିବେ ତାହା କରିପାରିବେ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ସମସ୍ତଙ୍କ ମନକୁ କିଣିନେବା ଭଳି କଥା କହିବେ। ଅତିରିକ୍ତ ଊର୍ଜାର ଅନୁଭବ କରିବେ। ସମ୍ପୂର୍ଣ୍ଣ ଦିନଟି ମନରେ ପ୍ରସନ୍ନତା ବଜାୟ ରହିବ। ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ଭଲ ହିଁ ରହିବ। ଲୋକପ୍ରିୟତା ବୃଦ୍ଧି ହେବ। ସଙ୍ଗୀତ ଓ କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଆଜିର ଦିନଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଶାନ୍ତି ପ୍ରାପ୍ତ ହେବ। ଅନେକ ଦିନରୁ ଯଦି ମାନସିକ ଅଶାନ୍ତି କିଛି ଚାଲୁଥିଲା ତ ତାହାର ସମାଧାନର ରାସ୍ତାଟିଏ ଖୋଲିପାରେ।
ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଆପଣଙ୍କର ଧ୍ୟାନ ସାମାଜିକ କାମଧନ୍ଦାରେ ଲାଗିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ। ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଗୃହରେ ପୂଜା ପର୍ବଣର ମାହୋଲ ରହିବ। ଗୃହକୁ ବନ୍ଧୁ ଆଗମନ ହେବ। ଧାର୍ମିକ ଯାତ୍ରାର ଯୋଗ ବନୁଅଛି। କୌଣସି ଧର୍ମସ୍ଥାନକୁ ଯାତ୍ରା କରିବେ। ନୂଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଓକିଲମାନଙ୍କ ପାଇଁ ଆଜିର ଦିନଟି ଲାଭଦାୟକ ରହିବ। ସମସ୍ୟାମାନଙ୍କର ସମାଧାନ ସହଜରେ ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଆଗକୁ ବଢ଼ିବା ଲାଗି ନୂଆ ଅବସର ନଜରକୁ ଆସିବ। ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲା ସମାଧାନ ହୋଇଯିବ। ଭାଗିଦାରୀ କାର୍ଯ୍ୟରେ ଭଲ ପରିଣାମ ପ୍ରାପ୍ତ ହେବ। ସନ୍ତାନଙ୍କ ଦାୟିତ୍ୱ ପୂରା କରିବେ। ଆଜିର ଦିନଟି ବିଶେଷ କରି ଅର୍ଥପ୍ରାପ୍ତିର ଦିନଟିଏ ରହିବ। ମାନସିକ ଶାନ୍ତିର ଦିନ ରହିବ। ବୁଲାବୁଲି କରିବା ପାଇଁ ଆପଣ ବାହାରକୁ ଯାଇପାରନ୍ତି। ଜୀବନ ସାଥୀଙ୍କ ସହିତ ଅନେକ ମଧୁର ମୁହୂର୍ତ୍ତ ଆଜି ଆପଣ ବିତାଇ ପାରନ୍ତି। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ଆଜି ଭଲ ହିଁ ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଦିନଟି ଅନୁକୂଳ ଓ ଶୁଭ ରହିବ। ଧାର୍ମିକ ସ୍ୱଭାବ ସମ୍ପନ୍ନ ରହିବେ। ଧାର୍ମିକ ବାତାବରଣ ଭିତରେ ମନୋନିବେଶ କରିବେ। ନିଜ ପାଇଁ କମ୍ ଓ ଅନ୍ୟମାନଙ୍କ ପାଇଁ ଅଧିକ ଚିନ୍ତା କରିବେ। ଆଜି କାହାର ସ୍ୱାସ୍ଥ୍ୟର ଉନ୍ନତି ଦେଖି ଆପଣ ଖୁସି ଅନୁଭବ କରିବେ। ସୁଖାଦ୍ୟ ଭୋଜନ ପ୍ରାପ୍ତ କରିବେ। ପ୍ରତ୍ୟେକ କାର୍ଯ୍ୟ ଆଜି ଆପଣଙ୍କର ସହଜ ଓ ସରଳତାର ସହିତ ସମ୍ପନ୍ନ ହେବ। ପାରିବାରିକ ଜୀବନ ଭଲ ରହିବ। ପରିବାର ମଧ୍ୟରେ ସ୍ନେହରେ ବୃଦ୍ଧି ପରିଲକ୍ଷିତ ହେବ। ଭାଇମାନଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ। ପରିବାରର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଆଜି ଆପଣ ଭାଗ୍ୟର ଧନୀ ଜଣାଯିବେ। କର୍ମ କମ୍ ଓ ଫଳ ଅଧିକ ପରି ପରିଣାମ ପ୍ରାପ୍ତ କରିବେ। ପ୍ରତ୍ୟେକ କାର୍ଯ୍ୟରେ ଆଜି ଆପଣଙ୍କର ସଫଳତାର ସମ୍ଭାବନା ଅଧିକ ହିଁ ରହିବ। ଆଜିର ଦିନଟି ଆପଣଙ୍କ ଲାଗି ଏକ ଭିନ୍ନ ଅନୁଭବର ଦିନଟିଏ। ସବୁକିଛି ମିଳାମିଶା ପରି ରହିବ। ଆପଣ କଥା କହିବାରେ ଆଜି କୁଶଳ ଜଣାଯିବେ। କୌଣସି ଗୋଟିଏ ସମାରୋହ ଆଦିକୁ ବୁଲିବାକୁ ଯାଇପାରନ୍ତି। ଭାଇ ଭଉଣୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଆପଣଙ୍କର ଉର୍ଜାକୁ ଭଲ କାମରେ ଲଗାଇବେ। ଆପଣଙ୍କର ବୈବାହିକ ଜୀବନ ଭଲ ରହିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। କେହି ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଆଜିର ଦିନଟି ଆପଣଙ୍କ ଲାଗି ସ୍ୱପ୍ନ ଓ ଆଶା ସାର୍ଥକ ହେଲା ପରି ଦିନଟିଏ। ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ନଜର ଆସିବ। କାରବାର ସମ୍ବନ୍ଧୀୟ ଯାତ୍ରାର ଯୋଗ ରହୁଅଛି। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଅଚାନକ କୌଣସି ବନ୍ଧୁଙ୍କ ଘରକୁ ଯିବାକୁ ପଡ଼ିପାରେ। ଆର୍ଥିକ ଦିଗ ମଜବୁତ ରହିବ। ତେବେ କୌଣସି ଖବର ପାଇଁ ମନ ବିଚଳିତ ହୋଇପାରେ। ଅର୍ଥ ଦେଣନେଣ ବ୍ୟାପାରରେ ସାବଧାନ ରୁହନ୍ତୁ। ଭାଗିଦାରୀ କାର୍ଯ୍ୟରେ ଆଜି ଆପଣ ଅର୍ଥ ନିବେଶ କରନ୍ତୁ ନାହିଁ। ଅଳ୍ପ ଭାବପ୍ରବଣ ରହିବେ। ସେଥିପାଇଁ ମଧ୍ୟ ଅଧିକ ସତର୍କ ରହିବାର ଅଛି। ଅନ୍ୟମାନଙ୍କର କଥାକୁ ଶୁଣନ୍ତୁ, କିନ୍ତୁ ନିଜର ବୁଦ୍ଧି ବିବେକରେ କାମ କରନ୍ତୁ। ଆଜି ଆପଣ ବ୍ୟବସାୟିକ କାର୍ଯ୍ୟରେ ଭାବିଚିନ୍ତି ନିବେଶ କରନ୍ତୁ। ନାହିଁ ତ ଆଜି କୌଣସି ବଡ଼ ଧରଣର ନିବେଶ କରନ୍ତୁ ନାହିଁ। ତେବେ ଦାମ୍ପତ୍ୟ ଜୀବନ ଭଲ ରହିବ। ଯଦି କାହାଠାରୁ ଅର୍ଥ ପାଇବାର ଇଚ୍ଛା ରଖିଥିଲେ ତ ସେଠାରୁ ଅବଶ୍ୟ ଅର୍ଥପ୍ରାପ୍ତି ହୋଇପାରେ। ପଡ଼ି ରହିଥିବା ଅର୍ଥ ପ୍ରାପ୍ତି ହେବ। ଅଟକି ରହିଥିବା ଧନ ଫେରିଆସିବା ପରି ଯୋଗ ବନୁଅଛି। ଭବିଷ୍ୟତ ଲାଗି କୌଣସି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି, କିନ୍ତୁ ନିବେଶ ଆଜି ଆପଣ କରନ୍ତୁ ନାହିଁ। ନିଜର ଅହମିତା ଯୋଗୁଁ ଅପଦସ୍ଥ ହୋଇପାରନ୍ତି। ପୂର୍ବ ଯୋଜନାକୁ ଫଳବତୀ କରିବାରେ କିଛି ବାଧା ଆସିପାରେ। ତେବେ ଆଜି ଆପଣଙ୍କର ସ୍ୱଭାବ ଧାର୍ମିକ ରହିବ, ଯେଉଁ କାରଣରୁ ପ୍ରତ୍ୟେକ ପରିସ୍ଥିତିରେ ଆପଣ ଶାନ୍ତ ଓ ସ୍ଥିର ରହିବେ। ଈଶ୍ୱର ଦର୍ଶନ କରି ଖୁସି ହେବେ।